ଯାତ୍ରା ପୁସ୍ତକ 38 ପର୍ବ। ଅନନ୍ତର ସେ ସିଟିମ୍ କାଷ୍ଟରେ 5 ହସ୍ତ ଦୀର୍ଘ ଓ 5 ହସ୍ତ ପ୍ରସ୍ଥ ଓ 3 ହସ୍ତ ଉଚ୍ଚ ଏକ ଚତୁଷ୍କୋଣ ହୋମବେଦୀ ନିର୍ମାଣ କଲେ। ପୁଣି ତହିଁର 4 କୋଣ ଉପରେ ଶୃଙ୍ଗ ନିର୍ମାଣ କରି ପିତ୍ତଳ ମଡ଼ାଇଲେ। ସେହି ଶୃଙ୍ଗ ସବୁ ତହିଁର ଅଂଶ ହେଲା। ଆଉ ସେ ବେଦୀର ସମସ୍ତ ପାତ୍ର ଅର୍ଥାତ୍ ଭସ୍ମଧାନୀ, କରଚୁଲି ଓ କୁଣ୍ଡ ଓ ତ୍ରିଶୂଳ, ଅଙ୍ଗାରଧାନୀ ଓ ଏହି ସମସ୍ତ ପାତ୍ର ପିତ୍ତଳରେ ପ୍ରସ୍ତୁତ କଲେ। ଏହି ବେଦୀର ବେଢ଼ ତଳେ ନିମ୍ନରୁ ମଧ୍ୟ ପର୍ଯ୍ୟନ୍ତ ପିତ୍ତଳ ନିର୍ମିତ ଜାଲି ଜାଞ୍ଜିର କଲେ। ପୁଣି ସାଙ୍ଗୀର ଘରା ନିମନ୍ତେ ସେହି ପିତ୍ତଳ ଝାଞ୍ଜିର 4 କୋଣରେ 4 କଡ଼ା ଢାଳିଲେ। ଆଉ ସେ ସିଟିମ୍ କାଷ୍ଟରେ ସେହି ସାଙ୍ଗୀ ନିର୍ମାଣ କରି ପିତ୍ତଳରେ ମଡ଼ାଇଲେ। ବେଦୀ ବହନାର୍ଥେ ତହିଁର ପାର୍ଶ୍ୱ ଉପରେ ସେହି ସାଙ୍ଗୀ କଡ଼ାରେ ପ୍ରବେଶ କରାଇଲେ। ପୁଣି ଫମ୍ପା ରଖି ପଟାରେ ବେଦୀ ନିର୍ମାଣ କଲେ। ଆଉ ଯେଉଁ ସ୍ତ୍ରୀଗଣ ସମାଗମ ତମ୍ବୁର ଦ୍ୱାର ସମୀପରେ ସେବା କଲେ, ସେହି ସେବାକାରିଣୀ ସ୍ତ୍ରୀଗଣର ପିତ୍ତଳ ନିର୍ମିତ ଦକ୍ଷିଣ ଦ୍ୱାର ସେ ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି ନିର୍ମାଣ କଲେ। ଅନନ୍ତର ସେ ପ୍ରାଙ୍ଗଣ ପ୍ରସ୍ତୁତ କଲେ। ଦକ୍ଷିଣ ଦିଗରେ ପ୍ରାଙ୍ଗଣର ଦକ୍ଷିଣ ପାର୍ଶ୍ୱରେ ବଳା ଶୁଭ୍ର କ୍ଷମସୂତ୍ରରେ 100 ପରିମିତ ପରଦା କଲେ। ତହିଁର 20 ସ୍ତମ୍ଭ ଓ 20 ଚୁଙ୍ଗି ପିତ୍ତଳର। ପୁଣି ସେହି ସ୍ତମ୍ଭର ଆଙ୍କଡ଼ା ଛୁଞ୍ଚିଆ ରୂପାର ଥିଲା। ଉତ୍ତର ଦିଗର ପରଦା 100 ହସ୍ତ। ପୁଣି ତହିଁର 20 ସ୍ତମ୍ଭ ଓ 20 ଚୁଙ୍ଗି ପିତ୍ତଳର ଓ ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ଥିଲା। ପଶ୍ଚିମ ପାର୍ଶ୍ୱର ପରଦା 50 ହସ୍ତ ଥିଲା। ତହିଁର 10 ସ୍ତମ୍ଭ ଓ 10 ଚୁଙ୍ଗି, ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ଥିଲା। ପୂର୍ବ ଦିଗରେ ପୂର୍ବ ପାର୍ଶ୍ୱ ନିମନ୍ତେ 50 ହସ୍ତ ଥିଲା। ଦ୍ୱାରର ଏକ ପାର୍ଶ୍ୱ ନିମନ୍ତେ 15 ହସ୍ତ ପରଦା ଓ ତହିଁର 3 ସ୍ତମ୍ଭ ଓ 3 ଚୁଙ୍ଗି ଥିଲା। ତଦ୍ରୂପେ ଅନ୍ୟ ପାର୍ଶ୍ୱ ନିମନ୍ତେ ଥିଲା। ପ୍ରାଙ୍ଗଣ ଦ୍ୱାର ସନ୍ନିକଟ ଏ ପାର୍ଶ୍ୱରେ ସେ ପାର୍ଶ୍ୱରେ 15 ହସ୍ତ ପରଦା ଓ ତହିଁର 3 ସ୍ତମ୍ଭ ଓ 3 ଚୁଙ୍ଗି ଥିଲା। ପ୍ରାଙ୍ଗଣର ଚତୁର୍ଦିଗର ସକଳ ପରଦା ବଳା ଶୁଭ୍ର କ୍ଷମସୂତ୍ରରେ ନିର୍ମିତ ଥିଲା। ପୁଣି ସ୍ତମ୍ଭର ଚୁଙ୍ଗି ସବୁ ପିତ୍ତଳର ଥିଲା। ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆର ରୂପାର, ତହିଁର ମୁଣ୍ଡାଳି ରୌପ୍ୟ ମଣ୍ଡିତ। ପୁଣି ରୂପା ଛୁଞ୍ଚିଆରେ ପ୍ରାଙ୍ଗଣରେ ସକଳ ସ୍ତମ୍ଭ ସଂଯୁକ୍ତ ଥିଲା। ଆଉ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମସୂତ୍ରରେ ଶିଳ୍ପକର୍ମ ବିଶିଷ୍ଟ ଓ ପ୍ରାଙ୍ଗଣର ପରଦା ତୁଲ୍ୟ। ତାହା ଦୀର୍ଘରେ 20 ହସ୍ତ ଓ ପ୍ରସ୍ଥରେ 5 ହସ୍ତ ଉଚ୍ଚ ଥିଲା। ପୁଣି ତହିଁର ପିତ୍ତଳର 4 ସ୍ତମ୍ଭ ଓ 4 ଚୁଙ୍ଗି ଓ ରୂପାର ଆଙ୍କଡ଼ା ଓ ତହିଁର ମୁଣ୍ଡାଳି ରୌପ୍ୟ ମଣ୍ଡିତ ଛୁଞ୍ଚିଆ ରୂପାର ଥିଲା। ପୁଣି ଆବାସର ଓ ପ୍ରାଙ୍ଗଣରେ ଚତୁର୍ଦିଗର ମେଖ ସବୁ ପିତ୍ତଳ ଥିଲା। ଲେବୀୟ ଲୋକମାନଙ୍କର କାର୍ଯ୍ୟ ନିମନ୍ତେ ହାରଣ ଯାଜକର ପୁତ୍ର ଇଥାମରଙ୍କ ଦ୍ୱାରା ମୋଶାଙ୍କର ଆଜ୍ଞାନୁସାରେ ଆବାସର ଅର୍ଥାତ୍ ସାକ୍ଷ୍ୟ ରୂପ ଆବାସର ଗଣନୀୟ ବସ୍ତୁ ସମୂହର ଏହି ଗଣନା କରାଗଲା। ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଯେଉଁ ଆଜ୍ଞା ଦେଇଥିଲେ, ତଦନୁସାରେ ଜିହୁଦା ବଂଶଜାତ ହୁରର ପୌତ୍ର ଉରିର ପୌତ୍ର ବତ୍ସଲେଲ ସେସବୁ ନିର୍ମାଣ କରିଥିଲେ। ଆଉ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମସୂତ୍ରରେ ଶିଳ୍ପକାରୀ ଓ ଖୋଦକ ଓ ବିଜ୍ଞ ତନ୍ତୁବାୟୁ ଦାନ ବଂଶଜାତ ଅହିସାମକର ପୁତ୍ର ଅହିଲ୍ୟାବ ସହକାରୀ ଥିଲେ। ପବିତ୍ର ସ୍ଥାନ ନିର୍ମାଣର ସମସ୍ତ କାର୍ଯ୍ୟରେ ଏହିସବୁ ସୁବର୍ଣ୍ଣ ଲାଗିଲା। ଅର୍ଥାତ୍ ନୈବେଦ୍ୟର ସମସ୍ତ ସ୍ୱର୍ଣ୍ଣ ପବିତ୍ର ସ୍ଥାନର ସେକଲା ଅନୁସାରେ 29 ମହଣ 730 ସେକଲ ଥିଲା। ପୁଣି ମଣ୍ଡଳୀର ଗଣିତ ଲୋକମାନଙ୍କର ରୂପା ପବିତ୍ର ସ୍ଥାନରେ ସେକଲା ଅନୁସାରେ 100 ମହଣ 1775 ସେକଲ ଥିଲା। ପ୍ରତ୍ୟେକ ଗଣିତ ଲୋକଙ୍କ ନିମନ୍ତେ ଅର୍ଥାତ୍ ଯେଉଁମାନେ 62 ବର୍ଷ ବୟସ୍କ ଅବା ତହିଁରୁ ଅଧିକ ବୟସ୍କ ଥିଲେ, ସେହି 6,03,50 ଲୋକଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ନିମନ୍ତେ ଏକ ଏକ ବେକା ଅର୍ଥାତ୍ ପବିତ୍ର ସ୍ଥାନର ସେକଲା ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ସେକଲ ଦେବାକୁ ହୋଇଥିଲା। ଏଣୁ ସେହି 100 ମହଣ ରୂପାରେ ପବିତ୍ର ସ୍ଥାନର ବିଚ୍ଛେଦ ବସ୍ତ୍ରର ଚୁଙ୍ଗି ଢଳାଗଲା। 100 ଚୁଙ୍ଗି ନିମନ୍ତେ 100 ମହଣ ଅର୍ଥାତ୍ ଏକ ଏକ ଚୁଙ୍ଗି ନିମନ୍ତେ ଏକ ଏକ ମହଣ ବ୍ୟୟ ହେଲା। ପୁଣି ସେହି 1775 ସେକଲ ରୂପାରେ ସେ ସ୍ତମ୍ଭ ନିମନ୍ତେ ଆଙ୍କଡ଼ା ନିର୍ମାଣ କଲେ ଓ ତହିଁର ମୁଣ୍ଡାଳି ମଣ୍ଡିତ ଓ ଛୁଞ୍ଚିଆରେ ସଂଯୁକ୍ତ କଲେ। ପୁଣି ନୈବେଦ୍ୟର ପିତ୍ତଳ 70 ମହଣ 2400 ସେକଲ ଥିଲା। ଏଣୁ ସେ ତାହା ଦ୍ୱାରା ସମାଗମ ତମ୍ବୁ ଦ୍ୱାରର ଚୁଙ୍ଗି ଓ ପିତ୍ତଳର ବେଦୀ ଓ ତହିଁର ପିତ୍ତଳର ଝାଞ୍ଜିରି ଓ ବେଦୀର ସମସ୍ତ ପାତ୍ର
ପୁଣି ପ୍ରାଙ୍ଗଣର ଚତୁର୍ଦିଗର ଚୁଙ୍ଗି ଓ ପ୍ରାଙ୍ଗଣ ଦ୍ୱାରର ଚୁଙ୍ଗି ଓ ଆବାସର ସମସ୍ତ ମେଖ ଓ ପ୍ରାଙ୍ଗଣର ଚତୁର୍ଦିଗର ମେଖ ସକଳ ନିର୍ମାଣ କଲେ। ଯାତ୍ରା ପୁସ୍ତକ 39 ପଦ। ଅନନ୍ତର ଲୋକମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ସୂତ୍ର ଦ୍ୱାରା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସୁଶୋଭିତ ବସ୍ତ୍ର ପ୍ରସ୍ତୁତ କଲେ, ଆଉ ହାରଣଙ୍କ ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କଲେ। ପୁଣି ସେ ସୁବର୍ଣ୍ଣ ଦ୍ୱାରା ଓ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମସୂତ୍ର ଦ୍ୱାରା ଏଫୋଦ୍ ବସ୍ତ୍ର ପ୍ରସ୍ତୁତ କଲେ। ଅର୍ଥାତ୍ ସେମାନେ ସ୍ୱର୍ଣ୍ଣ ଫିଟାଇ ପିତ୍ତଳ ପତ୍ର କରି ଶିଳ୍ପକର୍ମ ଦ୍ୱାରା ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ଶୁଭ୍ର କ୍ଷମସୂତ୍ର ମଧ୍ୟରେ ବୁଣିବା ପାଇଁ ତାହା କାଟି ଜରି କଲେ। ସେମାନେ ପରସ୍ପର ସଂଯୁକ୍ତ ଦୁଇ ସ୍କନ୍ଧପଟି କଲେ। ତହିଁର ଦୁଇ ମୁଣ୍ଡରେ ପରସ୍ପର ଯୋଡ଼ ଦିଆଗଲା। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର ଉପରିସ୍ଥ ଯେଉଁ ଚିତ୍ରିତ ପଟୁକା ତହିଁର ଅଂଶ ଥିଲା, ତାହା ମଧ୍ୟ ସେହି କର୍ମ ଅନୁସାରେ ସୁବର୍ଣ୍ଣ ଦ୍ୱାରା ଓ ନୀଳ ଓ ଧୂମ୍ର ଓ ସୁବର୍ଣ୍ଣ ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମସୂତ୍ର ଦ୍ୱାରା ନିର୍ମିତ ହେଲା। ଆହୁରି ସେମାନେ ଇସ୍ରାଏଲ ପୁତ୍ରଗଣର ନାମାନୁସାରେ ଖୋଦିତ ମୁଦ୍ରା ନ୍ୟାୟ ଖୋଦିତ ଓ ସ୍ୱର୍ଣ୍ଣ ଧାରରେ ଖଚିତ 2 ମେଦକ ମଣି ପ୍ରସ୍ତୁତ କଲେ। ପୁଣି ସେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏଫୋଦର 2 ସ୍କନ୍ଧପଟି ଉପରେ ଇସ୍ରାଏଲ ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ। ଅନନ୍ତର ସେ ଏଫୋଦର କର୍ମନ୍ୟାୟ ସୁବର୍ଣ୍ଣ ଦ୍ୱାରା ଓ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମସୂତ୍ର ଦ୍ୱାରା ନିପୁଣ ଶିଳ୍ପକାରର କର୍ମରେ ବୁକୁପଟା ନିର୍ମାଣ କଲେ। ତାହା ଚତୁଷ୍କୋଣ ଥିଲା, ଅର୍ଥାତ୍ ସେମାନେ ସେହି ବୁକୁପଟା ଦୋହାର୍ଗ କରି ଏକ ଚାଖଣ୍ଡ ଦୀର୍ଘ ଏକ ଚାଖଣ୍ଡ ପ୍ରସ୍ତ କଲେ। ପୁଣି ତାହା 4 ପଂକ୍ତି ମଣିରେ ଖଚିତ କଲେ। ତହିଁର ପ୍ରଥମ ପଂକ୍ତିରେ ଚୁଣି ଓ ପୀତମଣି ଓ ମରକତ, ଦ୍ୱିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକାନ୍ତ ଓ ହୀରକ, ତୃତୀୟ ପଂକ୍ତିରେ ପେରୋଜ ଓ ଜିସ୍ମ ଓ କଟାହେଳା, ପୁଣି ଚତୁର୍ଥ ପଂକ୍ତିରେ ବୈଦୁର୍ଯ୍ୟ ଓ ଗୋମେଦକ ଓ ସୂର୍ଯ୍ୟକାନ୍ତ ମଣି ଥିଲା। ଏହିସବୁ ମଣି ସ୍ୱର୍ଣ୍ଣଧାରରେ ବସାଗଲା। ପୁଣି ଇସ୍ରାଏଲ ପୁତ୍ରମାନଙ୍କ ନାମାଙ୍କିତ ଏହିସବୁ ମଣି ସେମାନଙ୍କ ନାମ ଅନୁସାରେ 12 ହେଲା ଓ ମୁଦ୍ରା ନ୍ୟାୟ ଏକ ଏକ ମଣିରେ 12 ବଂଶର ଏକ ଏକ ନାମ ରହିଲା। ଏ ଉତ୍ତାରେ ସେମାନେ ବୁକୁପଟାରେ ନିର୍ମଳ ସୁବର୍ଣ୍ଣ ଦ୍ୱାରା ମାଳା ତୁଲ୍ୟ ମୋଡ଼ା ଜଞ୍ଜିର ନିର୍ମାଣ କଲେ। 2 ସ୍ୱର୍ଣ୍ଣଧାର ଓ 2 ସ୍ୱର୍ଣ୍ଣ କଡ଼ା ନିର୍ମାଣ କରି ବୁକୁପଟାର 2 ପ୍ରାନ୍ତରେ ସେହି 2 କଡ଼ା ଲଗାଇଲେ। ଆଉ ବୁକୁପଟାର ପ୍ରାନ୍ତସ୍ଥିତ 2 କଡ଼ା ମଧ୍ୟରେ ସେହି 2 ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇଲେ। ପୁଣି ମୋଡ଼ା ଜଞ୍ଜିରର 2 ମୁଣ୍ଡ ଓ 2 ଆଧାରରେ ବନ୍ଦ କରି ଏଫୋଦ୍ ବସ୍ତ୍ର ସମ୍ମୁଖସ୍ଥ 2 ସ୍କନ୍ଧପଟି ଉପରେ ରଖିଲେ। ପୁଣି ସେମାନେ 2 ସ୍ୱର୍ଣ୍ଣ କଡ଼ା ନିର୍ମାଣ କରି ବୁକୁପଟାର 2 ପ୍ରାନ୍ତରେ ଏଫୋଦର ସମ୍ମୁଖସ୍ଥ ଭିତର ଭାଗରେ ରଖିଲେ। ସେମାନେ ଆଉ 2 ସ୍ୱର୍ଣ୍ଣ କଡ଼ା କରି ଏଫୋଦର 2 ସ୍କନ୍ଧପଟି ତଳେ ତହିଁ ସମ୍ମୁଖ ଭାଗର ଯୋଡ଼ା ସ୍ଥାନର ଏଫୋଦର ଚିତ୍ରିତ ପଟୁକା ଉପରେ ତାହା ରଖିଲେ। ଆଉ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଦ କରି ରଖିଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କରାଗଲା। ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେ ବୁଣା କର୍ମରେ ଏଫୋଦର ଚୋଗା ସମ୍ପୂର୍ଣ୍ଣ ନୀଳବର୍ଣ୍ଣ କଲେ। ସେହି ଚୋଗା ମଧ୍ୟସ୍ଥଳରେ ସାଞ୍ଜୁଆର ଗଳଦେଶ ନ୍ୟାୟ ଛିଦ୍ର ଥିଲା, ତାହା ଯେପରି ଛିଣ୍ଡି ନ ଯାଏ, ଏଥିପାଇଁ ସେହି ଗଳାର ଚାରିପାଖରେ ବୁଣା କର୍ମ ଥିଲା। ପୁଣି ସେମାନେ ଚୋଗାର ଅଞ୍ଚଳର ଚତୁର୍ଦିଗରେ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ବଳାସୂତ୍ରରେ ଡାଳିମ୍ବ ନିର୍ମାଣ କଲେ। ଆଉ ସେମାନେ ଡାଳିମ୍ବ ମଧ୍ୟରେ ନିର୍ମଳ ସ୍ୱର୍ଣ୍ଣ ଦ୍ୱାରା ଘଣ୍ଟି କରି ଚୋଗା ଅଞ୍ଚଳର ଚାରିଆଡ଼ରେ ଡାଳିମ୍ବର ମଧ୍ୟ ମଧ୍ୟ ରଖିଲେ। ଅର୍ଥାତ୍ ସେବାକରଣାର୍ଥେ ଚୋଗା ଅଞ୍ଚଳର ଚାରିଆଡ଼ରେ ଏକ ଘଣ୍ଟି ଉତ୍ତାରୁ ଏକ ଡାଳିମ୍ବ ଓ ଏକ ଘଣ୍ଟି ଉତ୍ତାରୁ ଏକ ଡାଳିମ୍ବ ଏହି ରୂପ କଲେ। ଅନନ୍ତର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ହାରଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ଶୁଭ୍ରକ୍ଷମ ସୂତ୍ର ଦ୍ୱାରା ତନ୍ତୁବାୟୁ ନିର୍ମିତ ଜାମା ଓ ଶୁଭ୍ରକ୍ଷମ ସୂତ୍ର ନିର୍ମିତ ପାଗ ଓ ଶୁଭ୍ରକ୍ଷମ ସୂତ୍ର ନିର୍ମିତ ଶିରଭୂଷଣ ଓ ବଳା ଶୁଭ୍ରକ୍ଷମ ସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ। ଆଉ ବଳା ଶୁଭ୍ରକ୍ଷମ ଓ ନୀଳ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତ୍ରରେ ସୂଚିକର୍ମ ବିଶିଷ୍ଟ ଏକ କଟିବନ୍ଧନ ପ୍ରସ୍ତୁତ କଲେ।
ଅନନ୍ତର ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ନିର୍ମଳ ସୁବର୍ଣ୍ଣରେ ପବିତ୍ର ମୁକୁଟର ପତ୍ର ପ୍ରସ୍ତୁତ କରି ଖୋଦିତ ମୁଦ୍ରଣାୟ ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଏହା ଲେଖିଲେ। ପୁଣି ଉର୍ଦ୍ଧ୍ୱରେ ପାଗ ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ। ଏହି ପ୍ରକାରେ ସମାଗମ ତମ୍ବୁ ରୂପ ଆବାସର ସମସ୍ତ କାର୍ଯ୍ୟ ସମାପ୍ତ ହେଲା। ଇସ୍ରାଏଲ ସନ୍ତାନଗଣ ତାହା କଲେ। ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସମସ୍ତ କର୍ମ କଲେ। ଅନନ୍ତର ସେମାନେ ମୂଷାଙ୍କ ନିକଟକୁ ସେହି ଆବାସ ଆଣିଲେ, ଅର୍ଥାତ୍ ତମ୍ବୁ ଓ ତହିଁର ସକଳ ପାତ୍ର, ଘୁଣ୍ଡି, ପଟା, ଅର୍ଗଳ ଆଉ ସ୍ତମ୍ଭ ଓ ଚୁଙ୍ଗି। ପୁଣି ରକ୍ତୀକୃତ ମେଷଚର୍ମ ନିର୍ମିତ ଛାତ ଓ ଶିଶୁକ ଚର୍ମ ନିର୍ମିତ ଛାତ ଓ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର, ସାକ୍ଷ୍ୟ ସିନ୍ଦୁକ ଓ ତହିଁର ସାଙ୍ଗି ଓ ପାପାଛଦନ, ମେଜ, ତହିଁର ସକଳ ପାତ୍ର ଓ ଦର୍ଶନୀୟ ରୋଟି, ନିର୍ମଳ ଦୀପବୃକ୍ଷ, ତହିଁର ପ୍ରଦୀପ ଅର୍ଥାତ୍ ପ୍ରଦୀପାବଳୀ ଓ ତହିଁର ସକଳ ପାତ୍ର, ଦୀପାର୍ଥକ ବଳି ଆଉ ସ୍ୱର୍ଣ୍ଣମୟ ବେଦୀ ଓ ଅଭିଷେକାର୍ଥକ ତୈଳ ଓ ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ ଓ ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ପିତ୍ତଳର ବେଦୀ ଓ ତହିଁର ପିତ୍ତଳ ଝାଞ୍ଜିରି, ତହିଁର ସାଙ୍ଗି ଓ ସକଳ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠିକି, ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଚୁଙ୍ଗି ଓ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର, ତହିଁର ରଜୁ ଓ ମେଖ, ସମାଗମ ତମ୍ବୁ ନିମନ୍ତେ ଆବାସର କାର୍ଯ୍ୟ ସମ୍ବନ୍ଧୀୟ ସକଳ ପାତ୍ର, ପବିତ୍ର ସ୍ଥାନରେ ସେବା କରଣାର୍ଥ ସୁଶୋଭିତ ବସ୍ତ୍ର ଅର୍ଥାତ୍ ହାରଣ ଯାଜକର ପବିତ୍ର ବସ୍ତ୍ର ଓ ତାହାର ପୁତ୍ରମାନଙ୍କର ଯାଜନ କର୍ମ ସମ୍ବନ୍ଧୀୟ ବସ୍ତ୍ର ଇତ୍ୟାଦି ଯେ କାର୍ଯ୍ୟ କରିବାକୁ ମୂଷାଙ୍କ ପ୍ରତି ସଦାପ୍ରଭୁ ଆଜ୍ଞା ଦେଇଥିଲେ, ଇସ୍ରାଏଲ ସନ୍ତାନଗଣ ତାହା ସବୁ ସମ୍ପନ୍ନ କଲେ। ଏଥିରେ ମୂଷା ସେହି ସମସ୍ତ କାର୍ଯ୍ୟ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସେମାନେ ସବୁ କରିଅଛନ୍ତି। ସଦାପ୍ରଭୁ ଯେପରି ଆଜ୍ଞା ଦେଇଥିଲେ ସେମାନେ ସେହିପରି ସବୁ କରିଥିଲେ। ତହିଁରେ ମୂଷା ସେମାନଙ୍କୁ ଆଶୀର୍ବାଦ କଲେ।